କାହାର ସରଳ ସ୍ୱଭାବ କେବେ ତାର କମଜୋରି ନୁହେଁ, ବରଞ୍ଚ ସେଇଟା ତାର ସଂସ୍କାର। କାରଣ ବାପା ମା ଯେତେବେଳେ ଜନ୍ମ ଦିଅନ୍ତି ସେଇଭଳି ସଂସ୍କାର ଶିଖେଇଥାନ୍ତି। ଆମେ ତାକୁ କମଜୋରି କେବେ ଭାବିବାନି, କାରଣ ଏଇ କଥାବାର୍ତ୍ତାରେ ଅନେକ ମଣିଷ ଦୂରେଇ ଯାଆନ୍ତି, ଆଉ ଏଇ କଥାବାର୍ତ୍ତାରେ ଅନେକ ମଣିଷ ଯୋଡ଼ି ହୋଇଯାଆନ୍ତି। ସେଥିପାଇଁ ଆପଣ ଯେତେବେଳେ କଥାବାର୍ତ୍ତା କାହା ସହିତ କରୁଛନ୍ତି ସବୁବେଳେ ଭାବିଚିନ୍ତି କରିବେ, କାରଣ ଯେଉଁ କଥା ଆପଣଙ୍କୁ ଭଲ ଲାଗୁନି ସେ କଥା ଅନ୍ୟ କାହାରିକୁ କହିବେନି। ଯେମିତିକି ଗୋଟେ ଖାଦ୍ୟ ଯାହା ଆପଣଙ୍କୁ ରୁଚିକର ହଉନି ଅନ୍ୟ କାହାରିକୁ କେବେ ପରସନ୍ତୁ ନାହିଁ। ତେଣୁ ମୋ କଥାଟିକୁ ନିଶ୍ଚୟ ରଖିବେ, ସବୁବେଳେ ଭଲ କଥା କହିବାକୁ ଲୋକଙ୍କୁ ଚେଷ୍ଟା କରିବେ।